ଜାନୁଆରୀ 7 ତାରିଖରେ ରାଜ୍ୟରେ ବିଦ୍ୟୁତ ସଂସ୍କାର ନାମରେ ଗତ 28 ବର୍ଷ ଧରି ଅରାଜକତା ଶୋଷଣ ଓ ଲୁଣ୍ଠନର ମହୋତ୍ସବ ପରେ ଏବେ ରାଜ୍ୟ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ବିସ୍ତାରବାଦୀ ଟାଟା ପାୱାର ହାତରେ ଟେକି ଦେଇ ସରକାର ଶୋଷଣର ଲଙ୍ଗଳା ଚିତ୍ର ଦେଖି ଆତ୍ମବିଭୋର ହେଉଛନ୍ତି ବୋଲି ଟ୍ରେଡ୍ ୟୁନିୟନ ନେତାମାନେ ମତ ପୋଷଣ କରିଛନ୍ତି। ଆଜି ଅଠନଳାସ୍ଥିତ ରୟାଲ ମଣ୍ଡପ ପରିସରରେ ପୁରୀ ବିଦ୍ୟୁତ କର୍ମଚାରୀ ସଂଘର 53ତମ ବାର୍ଷିକ ଅଧିବେଶନ ଓ ପ୍ରତିନିଧି ସମ୍ମିଳନୀ ଅବସରରେ ଅନୁଷ୍ଠିତ ଆମ ଶକ୍ତି ସେବା ଶ୍ରମିକ କର୍ମଚାରୀ ଓ ଉପଭୋକ୍ତାଙ୍କ ଭବିଷ୍ୟତ ଶୀର୍ଷକ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଥିଲା। ସଂଘର ସଭାପତି ରମେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତ ଟ୍ରେଡ୍ ୟୁନିୟନ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେସନର ଅଧ୍ୟକ୍ଷ ରାମକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକର ତଥା ଜାତୀୟ ଅଡିଟ୍ ମହାସଂଘର ପ୍ରାକ୍ତନ ରାଷ୍ଟ୍ରୀୟ ମହାସଚିବ ଗୌରାଙ୍ଗ ଚରଣ ପରିଡ଼ା, ମୁଖ୍ୟ ବକ୍ତା ରାଜ୍ୟ ଫେଡେରେସନର ସାଧାରଣ ସମ୍ପାଦକ ସତ୍ୟବାଦୀ ବାଘ, ଉପାଧ୍ୟକ୍ଷ ଭ୍ରମରବର ରାଉତ, ଶମ୍ଭୁ ପ୍ରସାଦ ମହାପାତ୍ର, ମଜଦୁର ସଂଘର ସଭାପତି କୃଷ୍ଣ ପଟ୍ଟନାୟକ, ଏଆଇଟିୟୁସିର ପୁରୀ ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ସଂଗଠକ ଲକ୍ଷ୍ମୀଧର ମାଝୀ, ମହେନ୍ଦ୍ର ବିଷୋଇ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ଏହି ସମ୍ମିଳନୀରେ ସଂଘ ପକ୍ଷରୁ ବିଦ୍ୟୁତ ଶ୍ରମିକ କର୍ମଚାରୀ ଓ ଉପଭୋକ୍ତାଙ୍କ ଅଧିକାର ସମ୍ବନ୍ଧିତ 15 ଦଫା ଦାବି ପ୍ରସ୍ତାବ ଗୃହୀତ ହୋଇଥିଲା। 2005 ମସିହାରୁ ବନ୍ଦ ହୋଇଥିବା ପୁରୁଣା ପେନ୍ସନକୁ ଲାଗୁ କରାଯିବା, ମୃତ ଶ୍ରମିକ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ସରକାର ସମ୍ମାନ ନୀତିରେ ଥଇଥାନ ପୂର୍ବକ ସ୍ଥାୟୀ ନିଯୁକ୍ତି, ଉଚିତ ୟାର୍ଡଷ୍ଟିକ୍ ପ୍ରଚଳନ ଓ ତଦନୁଯାୟୀ ନିଯୁକ୍ତି ଏବଂ ପଦୋନ୍ନତି, ବିଦ୍ୟୁତ ଖୁଣ୍ଟିଗୁଡ଼ିକର ଅନିୟମିତ କେବୁଲ ସଂଯୋଗ ଅପସାରଣ ପ୍ରତି ସେକ୍ସନରେ ଡ୍ୟୁଟି ଚାର୍ଟ ଲଗାଯିବ ଏବଂ କାର୍ଯ୍ୟର ସମୟ ନିର୍ଘଣ୍ଟ ସୁନିଶ୍ଚିତ କରିବା। 11 କେବି ଫିଡରଗୁଡ଼ିକରେ এবি ସୁଇଚ୍ ସ୍ଥାପନ ବ୍ୟବସ୍ଥା ସହିତ କ୍ଷେତ୍ରୀୟ ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ସାମଗ୍ରୀ ଓ ଉପଭୋକ୍ତାମାନଙ୍କର ହାତ ତିଆରି ଯୋଗାଇ ଦେବା ଆଦି 15 ଦଫା ଦାବି ନେଇ ବିଭାଗୀୟ ଅଧିକାରୀ ତଥା ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପୁରୀ ଡିଭିଜନ ସମ୍ପାଦକ ଜୟକୃଷ୍ଣ ମଲ୍ଲିକ ସ୍ୱାଗତ ଭାଷଣ ସହିତ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଂଘର ସାଧାରଣ ସମ୍ପାଦକ ରାଜକିଶୋର ପଟ୍ଟନାୟକ, ନିମାପଡ଼ା ଡିଭିଜନ ସମ୍ପାଦକ ରାଧାଶ୍ୟାମ ମିଶ୍ର ସମ୍ପାଦକଙ୍କ ବିବରଣୀ ଉପରେ ଆଲୋଚନା କରି ବିଦ୍ୟୁତ ଶ୍ରମିକ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସରକାର ସ୍ଥାୟୀ ପଦକ୍ଷେପ ନେବାକୁ ଦାବି କରିଥିଲେ। ଅଧିବେଶନ ପ୍ରାରମ୍ଭରେ ସଂଘର ପ୍ରାକ୍ତନ ସଭାପତି କୈଳାସ ରାୟଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ସତ୍ୟନାରାୟଣ ପ୍ରଧାନ। ପ୍ରତ୍ୟୁଷରେ ସଂଘ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ସହ ମହାପୁରୁଷ ଭୁବନାନନ୍ଦ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଶହୀଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ଅବସରରେ 2026 ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ପରେ କର୍ମକର୍ତ୍ତା ଦାୟିତ୍ୱ ଗ୍ରହଣ କରିଥିଲେ। ସଂଘ କର୍ମକର୍ତ୍ତା ସୋମନାଥ ଦାସ, ଲିଙ୍ଗରାଜ ବେହେରା, ଯୋଗେନ୍ଦ୍ର ମହାପାତ୍ର, ଗଣେଶ ଚନ୍ଦ୍ର ବେହେରା, ଶୁଭ୍ର କେତନ ବରାଳ, ଅକ୍ଷୟ କୁମାର ମହାରଣା, ବି ଜଗଦୀଶ, ପିପିଲି, କଣାସ, ଡେଲାଙ୍ଗ, ଗୋପ, କୋଣାର୍କ, କାକଟପୁର ଆଦି ଅଞ୍ଚଳର ଶତାଧିକ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ ପ୍ରତିନିଧି ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ପୁରୀ ବିଦ୍ୟୁତ ଇଲେକ୍ଟ୍ରିକାଲ ଏମ୍ପ୍ଲୟିଜ୍ ୟୁନିୟନର ରାଜକିଶୋର ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମଟି ଦେଖନ୍ତୁ, ପ୍ରତିବର୍ଷ ଭଳି ଆମର ଏକ ସାଧାରଣ ସଭା ହୁଏ। ଏଥିରେ ଯେଉଁମାନେ ଇଲେକ୍ଟେଡ୍ ମେମ୍ବର ମାନଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ ଦିଆଯାଏ ଏବଂ ଆମର ଯେଉଁ ନ୍ୟାଯ୍ୟ ଦାବି ଅଛି, ଯେଉଁ ବର୍ଷ ଯାକର କିଛି ଷ୍ଟାଫ୍ ମାନଙ୍କର ଭିତରେ କିଛି କାର୍ଯ୍ୟ ନ ହେଇପାରିଥିବ, କୌଣସି ବ୍ୟତିକ୍ରମ ଥିବ, ଆମେ ଏହି ସାଧାରଣ ସଭା ପରେ ଆମେ ଏକ ବିଜ୍ଞପ୍ତି କାଢ଼ିବୁ ଏବଂ ଯେଉଁ ଜାଗାରେ ଯେଉଁ ଡିଭିଜନ ସବ୍ ଡିଭିଜନ ଲେବୁଲରେ ବା ରାଜ୍ୟ ଲେବୁଲରେ ଯଦି କିଛି ତ୍ରୁଟି ଥିବ, ଆମେ ସମସ୍ତ ଦାୟିତ୍ୱ ନେଇଥିବା ସଂଗଠନ ସମ୍ପାଦକ ମାନେ ଏକତ୍ରିତ ହୋଇ ସେଇ ଯେଉଁ କର୍ମଚାରୀ ମାନେ ଯେଉଁ ଅସୁବିଧାରେ ପଡୁଛନ୍ତି ତାକୁ କେମିତି ସମାଧାନ କରିବାକୁ ଆମେ ସେଥିରେ ଚେଷ୍ଟା କରିବୁ ଏବଂ ବିଗତ ଦିନ ଭଳି ଆମର ଯାହା ଦାବି ଥିବ ଆମେ ଯେମିତି ଚେଷ୍ଟା କରି ତାକୁ ସଫଳ କରିଛୁ। ଆଗାମୀ ଏହି ବର୍ଷ 2026ରେ ଯାହା ଆମ ପାଖକୁ ଦାୟିତ୍ୱ ଦେଇଛନ୍ତି ବା ଷ୍ଟାଫ ମାନଙ୍କର କିଛି ସୁବିଧା ଅସୁବିଧା ଅଛି, ଆମେ ତାକୁ କେମିତି ଭଲ ଭାବରେ ତାକୁ ସମାଧାନ କରିବୁ, ଏହି ଅଧିବେଶନ ପରେ ଆମେ ତାକୁ ଚେଷ୍ଟା କରିବୁ। ଏହା ହିଁ ଆମର ମୁଖ୍ୟ ଲକ୍ଷ୍ୟ। ଦେଖନ୍ତୁ, ଟାଟା ପାୱାର ର ଜୁଲମ ତ ଆମେ କହିପାରିବାନି, କାରଣ ଆମେ ସେଇ କ୍ଷେତ୍ରରେ କାର୍ଯ୍ୟ କରୁଛୁ। ଏହା କୌଣସି ଜାଗାରେ ଯଦି ଆଇନଗତ ନ ହଉଛି, ଜନସାଧାରଣଙ୍କୁ ଅନୁରୋଧ ସେମାନେ ଆଇନଗତ ରାସ୍ତାରେ ଯାଆନ୍ତୁ, କାରଣ ଟାଟା ପାୱାର ସରକାରୀଙ୍କ ବିନା ଅନୁମତିରେ କୌଣସି କାର୍ଯ୍ୟ କରୁନାହିଁ। ତେଣୁ ଯଦି କିଛି ଗ୍ରାହକ ମାନଙ୍କୁ ଅସୁବିଧାର ପରିଲିଖିତ ହଉଛି, ସେମାନେ ନିୟମ ମୁତାବକ, ଆଇନ ମୁତାବକ ସରକାରଙ୍କ ପାଖରେ ଏଟା ଦୃଢ କରନ୍ତୁ। ଯଦି ତାର ସମାଧାନ ସରକାର କରିବେ, ତାହେଲେ ଟାଟା ପାୱାର କିଛି କରିବାରେ ଅସୁବିଧା ହେବ ନାହିଁ। ମୋର ଯେତିକି ଆଶା
कारण जहाँ सरकार निर्देश अनुसार टाटा पावर बर्तमान कर जदि एथिरे कौन कंज्यूमर किसी विच्युत रही से सरकार लेवल रे आईनगत रास्तार गले निहाती समाधान करेंगे।